हाय फ्रेंड्स गुड इवनिंग। ମୁଁ ସସ୍ମିତା ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ଆପଣମାନେ କେମିତି ଅଛନ୍ତି? ନିଶ୍ଚୟ ଭଲରେ ଥିବେ। ମୁଁ ତ ଯାହା ହଉ ଭଲ ଅଛି। ତ ମୋର ରୋଷେଇ ସରିଗଲାଣି ଅଲରେଡ଼ି। ସାମ୍ପୁ ଖାଇଲାଣି। ଆଉ ତ ସାର୍ ତ ନାହାନ୍ତି ସକାଳଠୁ ପୁରା ଆଜି ରାତିରୁ ପ୍ରାୟ 3ଟା 45 କେନ୍ଦ୍ର ହେବ ମୋ ଭାଇ ଫୋନ୍ କଲା। ଫୋନ୍ କରିକି ତାପରେ ଆସିକି ପହଞ୍ଚିଗଲା 4ଟା ପାଖାପାଖିରେ। 3:30 କି 3ଟା 45 ଭିତରେ ଫୋନ୍ କଲା, 4ଟା ଭିତରେ ପହଞ୍ଚିଗଲା। ତ ଏଇଠୁ ଆମ ଘର ତ 10 କିଲୋମିଟର ହେବ, ବାପାଙ୍କ ଘର। ଆଉ ଆସିକି ପହଞ୍ଚିଗଲା। ଆସିକି ସାର୍ଙ୍କୁ ନେଇଗଲା, କାହିଁକିନା ତାର ଦୋକାନରେ 3 ଦିନ ଅଫର୍ ରଖାହେଇଛି ଯେଉଁ ଗଣେଶ ପୂଜା ପାଇଁ। ତ ଆଜି କାଲି ଆଉ ପଅରଦିନ ବି, ଆଉ ଯେଉଁଥିପାଇଁ ସାର୍ଙ୍କୁ ସେ ନେଇକି ଗଲା। ନେଇକି ସେ ତ ପଳେଇ ଆସିଲା ପରେ ମୁଁ ଚା ଫା ବନେଇଲି। ଆଉ ସମସ୍ତେ ପିଇଦେଲୁ ଟିକେ, 4ଟା 15 20 ଭିତରେ ଚା ପିଇଦେଲୁ। ତାପରେ ସେମାନେ ପଳେଇଗଲେ। ତାପରେ ଗଲା ପରେ ମୋର ଚାଲିଲା ରୋଷେଇବାସ ଏମିତି। ତ ପୁଅ ବି ପଳେଇଥିଲା ଦୋକାନକୁ ଟିକେ। ତ ତାପରେ ହେଉଛି ଆସିକି ସାରେ ଆଉ ଭାଇ, ମୋ ଭାଇ ଆସିଥିଲେ ସେଇ ଉତାବେଳେ ପାଖାପାଖିରେ ଆସିଥିଲେ। ଚା ଫା ପିଇକି, ବର୍ଷା ପ୍ରବଳ ହେଉଥାଏ ସେଇ ସମୟରେ ଆସିଥିଲେ। ଆସିକି ପୁଣି ପଳେଇଗଲେ। ମୋର ଏମିତି କପଡ଼ା ସବୁ ବାହାର କରିଥିଲେ ଧୋଇ ବୁଲି ଛୁଆରେ, କିନ୍ତୁ ଆଉ ଧୋଇ ହେଲାନି। ଏତେ ଜୋର ବର୍ଷା ଯେ ଶୁଖେଇବାରେ ପ୍ରୋବ୍ଲେମ୍ ହେବ, ଯେଉଁଥିପାଇଁ କି ମୁଁ ଆଉ ଧୋଇଲିନି। ତ ବର୍ଷା ତ ଆମର ପ୍ରବଳ ଆଜି ହେଉଥିଲା, ଏବେ ଜଷ୍ଟ ଟିକେ କମିଛି। କେମିତି ସବୁ ପାଣି ସବୁ ଛାଟିକି ଛିଡ଼ା ହେଇଛି କେମିତି। ଭାଇ ଆସିଥିଲା ତ ରହିଲାନି, କିଛି ସମୟ ରହିକି ଚା ଫା ପିଇକି 2 ଜଣ ପଳେଇଗଲେ। ତାର ଦୋକାନ ପୂଜା ଅଛି, ସାର୍ଙ୍କୁ ନେଇଯାଇଛି। ସାର୍ ଏଯାଏଁ ବି ଆସିନାହାନ୍ତି। ଆଉ ଆସିଲେ ସାର୍ ଆସିଲେ ଯାଇକି ଖାଇବୁ। ଏବେ ତ ପୁଅ ଖାଇଲାଣି, ସାର୍ ଆସିଲେ ଆମେ 2 ଜଣ ଯାଇକି ଖାଇବୁ। କ'ଣ ଟିକେ ମାର୍କେଟିଂ ଅଛି କରିବେ, ତାପରେ ଘରକୁ ଆସିବେ। ଆସିଲା ବେଳକୁ ନିହାତି ତ 10:30 କେନ୍ଦ୍ର ପାଖାପାଖି ହେଇଯିବ। ଏଇଠି ମୋ ପୁଅ 2 ଜଣ ଆଉ ମୁଁ, ଏଠି ସାର୍ଙ୍କର ମୋର। ଏ ପିଲାମାନେ ଛୋଟ ହେଇଥିଲେ, କ୍ଲାସ୍ 8ରେ ପଢ଼ୁଥିଲା ବଡ଼ ପୁଅ, ତ ସାନ ପୁଅ କ୍ଲାସ୍ 5ରେ ପଢ଼ୁଥିଲା ସେତେବେଳେ। ସାର୍ ଆଉ ମୁଁ ଆଉ ପିଲା 2 ଜଣ। ତ ଯାହା ହଉ ସାର୍ ହେଉଛି ଆସିଲେ ଯାଇକି ଯାହା କରିବୁ। ଆଜି ଦିନ ସାରା ତ ସାର୍ ନଥିଲେ, ତଥାପି କିନ୍ତୁ ଆଜି ମୋର କାମ ଏତେ ଥିଲା ଯେ ମୁଁ ଆଉ କିଛି ବି କରିନି। ଆଉ ଭିଡ଼ିଓ ମୋର ଜମା ଯାଉତେବେଳେ ତ ଭିଡ଼ିଓ ଜମା ପଡ଼ିନି, କାହିଁକିନା ଆଜି ଟିକେ ମୁଁ ବ୍ୟସ୍ତ ଥିଲି। ତ ସାର୍ ସିନା ନଥିଲେ, କିନ୍ତୁ ରୋଷେଇବାସରେ ବ୍ୟସ୍ତ ଥିଲି। ପୁଅ ଖାଇବ, ସାର୍ ଆଜି ଖାଇଲେନି। ସାର୍ ସେଠି ଯାଇଥିଲେ ବାପାଙ୍କ ଘରକୁ, ସେଠି ଖାଇକି ଆସିଲେ। ତାପରେ ଉତାବେଳେ ସେଠି ହୋଟେଲରେ କେଉଁଠି ଖାଇଥିଲେ। ଆଉ ଆସିନାହାନ୍ତି, ଯାହା ଚା ଫା ପିଇକି ପଳେଇଥିଲେ। ଆଉ ସେଥିପାଇଁ ଆଜି ଆମର ଭାତ ରୋଷେଇ ହେଇଛି। ଆଉ ଭାତ ଖାଇବେ ସିଏ, ଆଉ ଖାଇବେନି। ତ ଆଜି ରୁଟି ପିଠା କିଛି ହେବନି, ଭାତ ଆଜି ରୋଷେଇ ହେଇଛି। ସମସ୍ତେ ଭାତ ଖାଇଦେବେ। ମୋତେ ତ ଭୋକ ଲାଗିଲାଣି ଜୋରରେ, ତଥାପି ଅଛି ସାର୍ ଆସିଲେ ଯାଇ ଖାଇବି। ଆଜି ଫାଙ୍କା ନଥିଲା, କାରଣ ସାର୍ ପଳେଇଥିଲେ, ଆମର ଲୋକ ଯାଇଥିଲେ କାମ କରିବାକୁ, ଯେଉଁଥିପାଇଁ ତାଙ୍କ ପାଖକୁ ଟିକେ ଯିବାକୁ ପଡ଼ିଲା। ଯାଇଥିଲି। ତାପରେ ହେଉଛି ବର୍ଷା ହେଲା, ଆମର ସବୁ କାଠ ପାଠ ବାହାରେ ସବୁ ପଡ଼ିଥିଲା, ତାକୁ ସବୁ ଉଠାଉଠି ହେଲା। କପଡ଼ା କିଛି ଛୁଆର ଧୋଇଥାନ୍ତି, ବର୍ଷା ଯୋଗୁଁ ଧୋଇ ପାରିଲିନି। କାଲି ବି ଅଛି, ତ ଆଜି ସାର୍ ପଳେଇ ଆସନ୍ତି। ତାର 3 ଦିନ ଅଫର୍ ଅଛି। ସାର୍ 3 ଦିନ ମନ୍ତି ଯିବେ ସେଠିକି। ଆମ ଏକିଟିଆ ହେଲେ ଆମ ଘର, ଆଉ ଏଇନେ ତ ବିଲର ଯେଉଁ ସାର ଫାର ପଡ଼ୁଛି, ଲୋକ ଆସୁଛନ୍ତି, ଯେଉଁଥିପାଇଁ କି ତ ମୋତେ ହିଁ ଯାଇତେ ପଡ଼ୁଛି। ସାର୍ ଏବେ ଫୋନ୍ କରିଥିଲେ, ବାହାରି ଆସିଲେଣି ଦୋକାନରୁ, ପଳେଇ ଆସିଲେଣି। ଆସିକି ପହଞ୍ଚିକି ମାର୍କେଟିଂ ଅଛି, ସବୁ ସାରିକି ଯାଇକି ତାପରେ ଆସିବେ। କାଲି ପୁଣି ସକାଳେ ପୁଣି ପଳେଇ ଯିବେ, ପରଦିନ ବି ପଳେଇ ଯିବେ। 3 ଦିନ ଦୋକାନରେ ଅଫର୍ ଡାକିଛନ୍ତି, ଯେଉଁଥିପାଇଁ କି ତ ଦରକାର ସମସ୍ତେ ନିହାତି। ଭାଉଜ ବି ଆସୁଛି, ଭାଇ ଭାଉଜ, ତ ଭାଇଙ୍କ ପୁଅ, ସେସବୁ ଆସୁଛନ୍ତି। ସାର୍ ଯାଉଛନ୍ତି। ଆଉ ମାନେ ଏତେ ସାରା ଭିଡ଼ ହୁଏ ଦୋକାନରେ। ଅଫର୍ ଡାକିଲେ ତାର ଗଣେଶ ପୂଜାରେ ତାର ଦୋକାନ ପୂଜା ହୁଏ। ତ ତାର ଗଣପତି ଜ୍ୱେଲେରୀ, ତ ଏଇ ଗଣେଶ ପୂଜାରେ ହିଁ ତାର ଦୋକାନ ପୂଜା ହୁଏ। ଏଇଥିରେ ସିଏ ତ ଧନତେରସରେ ପ୍ଲସ୍ ହେଉଛି ଆମର କାଳୀ ପୂଜାରେ ଏମିତି ବି ଡାକନ୍ତି, ଅଫର୍ ଡାକେ। ତ ଏଥର ବି ଗଣେଶ ପୂଜାରେ, ଏଥର ନୂଆ ସେ ଗଣେଶ ପୂଜାରେ ଡାକିଛି, ଅଫର୍ଟା ରଖିଛି, ଯେଉଁଥିପାଇଁ କି ତ ବହୁତ ଜାମ୍ ହେବ ଦୋକାନ। ସେଥିପାଇଁ ସାର୍ ତ, ମୁଁ ତ ମନା କରୁଥିଲି ସାର୍ଙ୍କୁ ଯିବାକୁ, କାରଣ ଏନେ କାମ ଅଛି। ଭାଇଟା ଆସିକି ରାତିରୁ ପହଞ୍ଚିଗଲାଣି। ଆଜି ମୋତେ ଏତେ ରୋଷେଇବାସ କରିଦେଇକି ଟିକେ ନାଲିଆରେ ଉଠି ପଡ଼ିଥିଲି ବୋଲି ଯାଇକି ପୁରା ଶୋଇଯାଇଥିଲି 1.5 ସମୟ। ତାପରେ ହେଉଛି ଲୋକ ବି ଯାଇଥିଲେ, ତାଙ୍କ ହାତରେ ଟିକେ ଦେଖିବାକୁ ଯାଇଥିଲି ବିଲକୁ, ଯେଉଁଥିପାଇଁ କି ଆଜି ମୋର ଆଉ ଭିଡ଼ିଓ ଉପରବେଳା ଜମା ପଡ଼ିନି। ଆଉ ରାତିରେ ବି ସୁଦ୍ଧା ରୋଷେଇବାସ ଏଇନେ ଚାଲିଥିଲା। ଟିକେ ଜଷ୍ଟ ଫାଙ୍କା, ପୁଅ ଖାଇତେ ଦେଇ ଆସିଛି। ଆମର ଯାଉଛି ଆଉ ଟିକେ କ'ଣ କରିବି।
ତ ଆମିଷ ଖାଇବିନି, ଶୁକ୍ରବାର ଆମିଷ ଖାଇବିନି, ପୁଅ ତ ଆମିଷ ଖାଇବ। ଚାଲିଲି ମୁଁ କ'ଣ କରିବି। ରହୁଛି ତାହେଲେ ନେକ୍ସଟ ଭିଡ଼ିଓରେ ପୁଣି ଦେଖାଯିବ। ଆମ ଭିଡ଼ିଓ କେମିତି ଲାଗୁଛି ନିହାତି କହିବେ, ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବନି। ରହୁଛି ତାହେଲେ, ବାଏ।